ଓଡ଼ିଆ ନେଟ୍ ଏଚିଭର୍ସ ୟୁଟ୍ୟୁବ ଚ୍ୟାନେଲର ଅନ୍ୟ ଏକ ନୂଆ ଭିଡିଓକୁ ଆପଣମାନଙ୍କୁ ସ୍ୱାଗତ। ଆସନ୍ତୁ ଆଜି ଆଲୋଚନା କରିବା ଗବେଷଣା ତତ୍ତ୍ୱ ଓ ପ୍ରୟୋଗ ସମ୍ପର୍କରେ 30 ଗୋଟି ପ୍ରଶ୍ନ ଉତ୍ତର। ତା ପୂର୍ବରୁ ଆପଣମାନଙ୍କୁ କହି ରଖିବାକୁ ଚାହିଁବି ଏବଂ ଅନୁରୋଧ ମଧ୍ୟ ଭିଡିଓକୁ ଭଲ ଲାଗୁଥିଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ସାଙ୍ଗମାନଙ୍କୁ। ଆପଣମାନେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ସହିତ ଆପଣମାନଙ୍କ ସାଙ୍ଗମାନେ ମଧ୍ୟ ପଛରେ ରହିଯିବେ ନାହିଁ, ସେମାନେ ମଧ୍ୟ ନିଜ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିବେ। ଏବଂ ଓଡ଼ିଆ ନେଟ୍ ଏଚିଭର୍ସ ୟୁଟ୍ୟୁବ ଚ୍ୟାନେଲକୁ ସବସ୍କ୍ରାଇବ କରିକି ରଖନ୍ତୁ। ଧନ୍ୟବାଦ। ଆସନ୍ତୁ ଆଲୋଚନା କରିବା ଗବେଷଣା ତତ୍ତ୍ୱ ଓ ପ୍ରୟୋଗ ସମ୍ପର୍କରେ। ଇଂରାଜୀ ରିସର୍ଚ୍ଚ ଶବ୍ଦର ପ୍ରତିଶବ୍ଦ ଭାବରେ ଗବେଷଣା, ଅନୁସନ୍ଧାନ, ଅନ୍ୱେଷଣ, ଶୋଧ ଆଦି ଏକାଧିକ ଶବ୍ଦ ପ୍ରଚଳିତ। ତାହେଲେ ରିସର୍ଚ୍ଚ ଶବ୍ଦର ପ୍ରତିଶବ୍ଦ ଭାବରେ ଗବେଷଣା, ଅନୁସନ୍ଧାନ, ଅନ୍ୱେଷଣ, ଶୋଧ ଆଦି ଅନେକ ଶବ୍ଦ ବ୍ୟବହାର କରାଯାଇଥାଏ। ଗବେଷଣା ମୂଳତଃ ଏକ ବୈଦିକ ଶବ୍ଦ। କୋଉ ଶବ୍ଦ? ବୈଦିକ ଶବ୍ଦ। ଟିକେ ରହିଯାଆନ୍ତୁ। ଗବେଷଣା ଏକ କୋଉ ଶବ୍ଦ? ବୈଦିକ ଶବ୍ଦ। ଗବେଷଣା ଏକ ବୈଦିକ ଶବ୍ଦ। ଗବେଷଣାର କେତୋଟି ଦିଗ ରହିଛି? 3ଟି ଦିଗ ରହିଛି। ଗବେଷଣାର 3ଟି ଦିଗ ରହିଛି। ପ୍ରଥମ ଦିଗଟି କଣ? ଅନୁପଲବ୍ଧ ତଥ୍ୟାବଳୀର ପ୍ରକାଶ, ମାନେ ଉପଲବ୍ଧ ହେଇନଥିବା ତଥ୍ୟାବଳୀର ପ୍ରକାଶ। ଦ୍ୱିତୀୟରେ କଣ? ଉପଲବ୍ଧ ତଥ୍ୟାବଳୀ ବା ସିଦ୍ଧାନ୍ତର ପୁନର୍ମୂଲ୍ୟାୟନ ବା ନବୀନ ଆଖ୍ୟାନ। ତଥ୍ୟାବଳୀ ଥିବ, ତାର ପୁନର୍ମୂଲ୍ୟାୟନ କରାଯିବ କିମ୍ବା ନୂଆ ଗୋଟିଏ ଆଖ୍ୟାନ ବା ସିଦ୍ଧାନ୍ତରେ ପହଞ୍ଚିବା। ଏଟା ହଉଛି ଦ୍ୱିତୀୟ ଦିଗ। ତାର ତୃତୀୟ ଦିଗଟି କଣ? ଜ୍ଞାନ କ୍ଷେତ୍ରରେ ସୀମା ବିସ୍ତାର ଓ ମୌଳିକତା ପ୍ରଦର୍ଶନ। ମୌଳିକତା ବୁଝିପାରୁଥିବେ, ମୌଳିକତା ପ୍ରଦର୍ଶନ ହଉଛି ତାର ତୃତୀୟ ଦିଗ। ଅଜ୍ଞାତକୁ ଜ୍ଞାତ କରେଇବା, ଅଜ୍ଞାତକୁ ଜ୍ଞାତ କରେଇବା। ବିଷୟ ବିଶେଷ ଉପରେ ମୌଳିକତା ପ୍ରଦର୍ଶନ କରିବା। ବିଷୟ ଉପରେ କଣ କରିବା? ମୌଳିକତା ପ୍ରଦର୍ଶନ କରିବା ଗବେଷଣାର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ତାହେଲେ ଗବେଷଣାର ମୂଳ ଲକ୍ଷ୍ୟ ଆଉ ଉଦ୍ଦେଶ୍ୟ କଣ? ଅଜ୍ଞାତକୁ ଜ୍ଞାତ କରେଇବା, ବିଷୟ ବିଶେଷ ଉପରେ ମୌଳିକତା ପ୍ରଦର୍ଶନ କରିବା। ଏହା ହେଉଛି ଗବେଷଣାର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ। 1926 ଖ୍ରୀଷ୍ଟାବ୍ଦରେ 1926 ଖ୍ରୀଷ୍ଟାବ୍ଦରେ ପ୍ରାଚୀ ସମିତି ପ୍ରତିଷ୍ଠା ହେବା ପରେ ଆର୍ତ୍ତବଲ୍ଲଭ ମହାନ୍ତି ପ୍ରାଚୀନ ତଥା ମଧ୍ୟଯୁଗୀୟ ବହୁ ଗ୍ରନ୍ଥର ଶୁଦ୍ଧ ପାଠ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଯେଉଁ ଉପାଦେୟ ମୁଖବନ୍ଧ ମାନ ରଚନା କରିଥିଲେ, ତାହା ହିଁ ଓଡ଼ିଆ ସାହିତ୍ୟର ଗବେଷଣା କ୍ଷେତ୍ରରେ ମୂଳ ଭିତ୍ତି ସ୍ଥାପନ କରିଥିଲା। ତାହେଲେ 1926 ଖ୍ରୀଷ୍ଟାବ୍ଦରେ ପ୍ରାଚୀ ସମିତି ପ୍ରତିଷ୍ଠା କରାଯାଇଥିଲା। ତାପରେ ଆର୍ତ୍ତବଲ୍ଲଭ ମହାନ୍ତି ମଧ୍ୟଯୁଗୀୟ ବହୁ ଗ୍ରନ୍ଥର ଶୁଦ୍ଧ ପାଠ ପ୍ରକାଶ କରିବା ସଙ୍ଗେ ସଙ୍ଗେ ମୁଖବନ୍ଧ ମାନ ରଚନା କରିଥିଲେ। ତାହା ହିଁ ଓଡ଼ିଆ ସାହିତ୍ୟର ଗବେଷଣାର ମୂଳ ଭିତ୍ତି ସ୍ଥାପନ ହୋଇଥିଲା। ତାହାକୁ ହିଁ ଆମେ କଣ କହୁଛେ? ଗବେଷଣାର ମୂଳ ଭିତ୍ତି ସ୍ଥାପନ।
ଉତ୍କଳ ବିଶ୍ୱବିଦ୍ୟାଳୟ 1934 ପ୍ରତିଷ୍ଠା। କେବେ ପ୍ରତିଷ୍ଠିତ? ଉତ୍କଳ ବିଶ୍ୱବିଦ୍ୟାଳୟ 1934 ମସିହାରେ ପ୍ରତିଷ୍ଠା ହେବା ପରେ ଗବେଷଣା ନିମନ୍ତେ ପଥ ଉନ୍ମୋଚିତ ହୋଇଥିଲା। ଯେତେବେଳେ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଗଲା, ତାପରେ ଗବେଷଣାର ରାସ୍ତା ଖୋଲି ଯାଇଥିଲା। ପରବର୍ତ୍ତୀ କାଳରେ ଅନ୍ୟାନ୍ୟ ବିଶ୍ୱବିଦ୍ୟାଳୟ, ବିଭିନ୍ନ ଅନୁଷ୍ଠାନ, ବ୍ୟକ୍ତିବିଶେଷଙ୍କ ଉଦ୍ୟମ ଏହାକୁ ସବଳ କଲା। ଏହା ବ୍ୟତୀତ ଅନ୍ୟାନ୍ୟ ବିଶ୍ୱବିଦ୍ୟାଳୟ, ବିଭିନ୍ନ ଅନୁଷ୍ଠାନ, ବ୍ୟକ୍ତିମାନେ କଣ କଲେ? ଗବେଷଣାକୁ ସବଳ କଲେ। ଓଡ଼ିଆ ଭାଷା ଓ ସାହିତ୍ୟ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟରେ ନିବନ୍ଧ ଉପସ୍ଥାପନ କରି ପ୍ରଥମେ ଉପାଧିପ୍ରାପ୍ତ ହୋଇଥିଲେ ଡକ୍ଟର କରୁଣାକର କର। ଓଡ଼ିଆ ଓଡ଼ିଆ ଭାଷା ଓ ସାହିତ୍ୟ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟ ନିବନ୍ଧ ଉପସ୍ଥାପନ କରି ପ୍ରଥମେ ଡକ୍ଟର କରୁଣାକର କର ଉପାଧି ପାଇଥିଲେ। ତାଙ୍କର ଗବେଷଣା ଗ୍ରନ୍ଥଟିର ନାଁ କଣ? ଆଶ୍ଚର୍ଯ୍ୟ ଚର୍ଚ୍ଚା ଜୟ। ମନେ ରଖିବେ ଏହାକୁ। ଆସନ୍ତୁ ଆଜିର ପ୍ରଥମ ପ୍ରଶ୍ନ ଆଲୋଚନା କରିବା। ଗବେଷଣା ପ୍ରବିଧି, ସମ୍ପାଦନା ଓ ଅନୁବାଦ କଳା ପୁସ୍ତକର ସ୍ରଷ୍ଟା କିଏ? 1 ନମ୍ବର ପ୍ରଶ୍ନର ଉତ୍ତର କଣ ହବ? ଏ. ସୁନୀତି କୁମାର ଚାଟାର୍ଜୀ, ବି. କୃଷ୍ଣଚନ୍ଦ୍ର ପ୍ରଧାନ, ସି. କୃଷ୍ଣଚନ୍ଦ୍ର ବେହେରା, ଡି. ସୁବୋଧ କୁମାର ଚାଟାର୍ଜୀ। ଉତ୍ତର କଣ ହେବ? ସୁବୋଧ କୁମାର ଚାଟାର୍ଜୀ। ଆଗକୁ ଯିବା। ଦ୍ୱିତୀୟ ପ୍ରଶ୍ନ, ଓଡ଼ିଆ ଗବେଷଣା ମୁଖ୍ୟତଃ କେତେ ପ୍ରକାରର? ଏବେ ହିଁ ଆମେ ଟିକେ ପୂର୍ବରୁ ଆଲୋଚନା କରେ। ଓଡ଼ିଆ ଗବେଷଣା ମୁଖ୍ୟତଃ କେତେ ପ୍ରକାରର? 2 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? 3 ପ୍ରକାରର। ପରବର୍ତ୍ତୀ ପ୍ରଶ୍ନ, ଗବେଷଣା ନିମିତ୍ତ ପ୍ରଥମ ଆବଶ୍ୟକତା କେଉଁଠି? 3 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? ଗବେଷଣା ପାଇଁ ପ୍ରଥମ ଆବଶ୍ୟକତା କଣ? ବିଷୟବସ୍ତୁ ନିର୍ବାଚନ। ଗବେଷଣା କରିବା ପୂର୍ବରୁ ଆମେ କୋଉ ବିଷୟରେ ଗବେଷଣା କରିବା, ସେ ବିଷୟବସ୍ତୁ ପ୍ରଥମେ ନିର୍ବାଚନ କରିବା। ତେଣୁ ପ୍ରଥମ ଆବଶ୍ୟକତା ହେଉଛି ବିଷୟବସ୍ତୁ ନିର୍ବାଚନ। ପରବର୍ତ୍ତୀ ପ୍ରଶ୍ନ, The selection of a suitable topic for a thesis or dissertation is in many ways the most difficult task. A depth knowledge of a particular subject area is needed. ଏହା କିଏ କହିଛନ୍ତି? 4 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? ଜେ. ଆଣ୍ଡରସନ। ପରବର୍ତ୍ତୀ ପ୍ରଶ୍ନ, 5 ନମ୍ବର ପ୍ରଶ୍ନକୁ ଯିବା। କେଉଁଠି ଗବେଷଣାର ଏକ ଦିଗ ନୁହେଁ? ଗବେଷଣାର ଏକ ଦିଗ ନୁହେଁ। କ୍ଷେତ୍ର କାର୍ଯ୍ୟ, ଅନୁବାଦ, ସାକ୍ଷାତକାର, ଗେଜେଟିୟର। ଉତ୍ତର କଣ ହେବ? ଅନୁବାଦ। এই ଅନୁବାଦ ହେଉଛି ଗବେଷଣାର ଗୋଟିଏ ଦିଗ ନୁହେଁ। ଆଗକୁ ଯିବା। ପରବର୍ତ୍ତୀ ପ୍ରଶ୍ନ, କେଉଁଠି ଠିକ ପାଦଟିକାର ପ୍ରବିଧି? ପାଦଟିକା ଜାଣିପାରୁଥିବେ, ସେ ପାଦଟିକାର ପ୍ରବିଧି 4ଟି ଅପସନ ଭିତରୁ କୋଉଟା ଠିକ? କାହା ପରେ କଣ ଲେଖାଯିବା ଉଚିତ? 6 ନମ୍ବର ପ୍ରଶ୍ନର ଉତ୍ତର ତାହେଲେ କଣ ହବ? ସି ହବ ୟାର ଉତ୍ତର। ପ୍ରଥମେ ଲେଖକର ସଂଜ୍ଞା ଓ ନାମ ଆସିବ, ତାପରେ
ଅଧ୍ୟାୟର ଶୀର୍ଷକ ଆସିବ ଗ୍ରନ୍ଥର ନାମ ତାପରେ ସଂସ୍କରଣ। ପରବର୍ତ୍ତୀ ପ୍ରଶ୍ନ, ଗବେଷଣା ପ୍ରକରଣ ସମ୍ପାଦନା ଓ ଅନୁବାଦ ପ୍ରବିଧି। ଗବେଷଣା ପ୍ରକରଣ ସମ୍ପାଦନା ଓ ଅନୁବାଦ ପ୍ରବିଧି। ପୁସ୍ତକଟିର ଲେଖକ କିଏ? 7 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? ଡି କୃଷ୍ଣଚନ୍ଦ୍ର ପ୍ରଧାନ। ଆଗକୁ ଯିବା। ପରବର୍ତ୍ତୀ ପ୍ରଶ୍ନ, research is essentially an investigation, a recording, and an analysis of evidence for the purpose of gaining knowledge। ଏହି ମତର ପ୍ରବକ୍ତା କିଏ? 8 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? ରବର୍ଟ ବ୍ରୁସ୍। ପରବର୍ତ୍ତୀ ପ୍ରଶ୍ନ, ଆଗକୁ ଯିବା। ଗବେଷଣା ନିମନ୍ତେ କେଉଁଟି ଠିକ୍? ଗବେଷଣା ନିମନ୍ତେ କେଉଁଟି ଠିକ୍? ଉତ୍ତର କଣ ହେବ? ଗ ଯୁକ୍ତ ଏଷଣା, ଗବେଷଣା। ପରବର୍ତ୍ତୀ ପ୍ରଶ୍ନ, କେଉଁଠି ତ୍ରୁଟିଯୁକ୍ତ ପର୍ଯ୍ୟାୟ ବା ସ୍ତର? କେଉଁଠି ତ୍ରୁଟିଯୁକ୍ତ ପର୍ଯ୍ୟାୟ ବା ସ୍ତର? ପ୍ରଥମେ ଆମେ କଣ କରିବା? ରିସର୍ଚ୍ଚ କରିବା ପୂର୍ବରୁ ବା ଗବେଷଣା କରିବା ପୂର୍ବରୁ ବିଷୟ ନିର୍ବାଚନ କରିବା ଓ କ୍ଷେତ୍ର ପରିକଳ୍ପନା। ତାପରେ କଣ କରିବା ଦରକାର? ଉପାଦାନ। ସେ ରିସର୍ଚ୍ଚ ଆମେ ବିଷୟ ନିର୍ବାଚନ କଲେ ବା ବିଷୟ ବାଛିଲେ ସେ ବିଷୟ ସମ୍ପର୍କୀୟ ଉପାଦାନ ସଂଗ୍ରହ କଲେ। ଦ୍ୱିତୀୟରେ, ତୃତୀୟରେ କଣ କରିବା? ତୃତୀୟରେ ହଉଛି ଗୋଟିଏ ପ୍ରକଳ୍ପ ପ୍ରସ୍ତୁତ କରିବା। ତେଣୁ ଏଇ 3 ନମ୍ବରଟା ହଉଛି ଭୁଲ। କେଉଁଠି ତ୍ରୁଟିଯୁକ୍ତ ପର୍ଯ୍ୟାୟ ବା ସ୍ତର କହୁଛି, ଏଠି ପୁନର୍ବିଚାର ହବ ନାହିଁ। ତୃତୀୟ ସ୍ତରଟି ତାଙ୍କର କଣ? ରିସର୍ଚ୍ଚର ପ୍ରକଳ୍ପ ପ୍ରସ୍ତୁତି। ବୁଝିପାରିଲେ? 4 ନମ୍ବରଟା ବି ଠିକ ଅଛି, ତଥ୍ୟ ପର୍ଯ୍ୟବେକ୍ଷଣ ଓ ବିଶ୍ଳେଷଣ। ତାହେଲେ 10 ନମ୍ବର ପ୍ରଶ୍ନର ଉତ୍ତର ସି ହବ। ଆଗକୁ ଯିବା। 11 ନମ୍ବର ପ୍ରଶ୍ନ, ସୁଧାକର ପଟ୍ଟନାୟକଙ୍କ ଦ୍ୱାରା 1946 ମସିହାରେ କେଉଁ ପୁସ୍ତକଟି ସମ୍ପାଦିତ ହୋଇଥିଲା? ସୁଧାକର ପଟ୍ଟନାୟକଙ୍କ ଦ୍ୱାରା 1946 ମସିହାରେ କେଉଁ ପୁସ୍ତକଟି ସମ୍ପାଦିତ ହୋଇଥିଲା? 11 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? ଚତୁର ବିନୋଦ। ମନେ ରଖିବେ, ସୁଧାକର ପଟ୍ଟନାୟକଙ୍କ ଦ୍ୱାରା 1946 ମସିହାରେ ସମ୍ପାଦିତ ପୁସ୍ତକଟିର ନାମ ହେଉଛି ଚତୁର ବିନୋଦ। ପରବର୍ତ୍ତୀ ପ୍ରଶ୍ନ, 1928 ମସିହାରେ କିଏ ମଥୁରା ମଙ୍ଗଳ ସମ୍ପାଦନ କରିଥିଲେ? ମଥୁରା ମଙ୍ଗଳ ସମ୍ପାଦନ କରିଥିଲେ। ଉତ୍ତର କଣ ହେବ? ଆର୍ତ୍ତବଲ୍ଲଭ ମହାନ୍ତି। ମନେ ରଖିବେ, 1928 ମସିହାରେ ଆର୍ତ୍ତବଲ୍ଲଭ ମହାନ୍ତି ମଥୁରା ମଙ୍ଗଳ ସମ୍ପାଦନ କରିଥିଲେ। ପରବର୍ତ୍ତୀ ପ୍ରଶ୍ନ, ନିମ୍ନଲିଖିତ ଗବେଷଣା ପ୍ରତିଷ୍ଠାନ ମଧ୍ୟରୁ କେଉଁଠି କଟକରେ ଅବସ୍ଥିତ? କେଉଁ ଗବେଷଣା ପ୍ରତିଷ୍ଠାନଟି କଟକରେ ଅବସ୍ଥିତ? 13 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? ଡି ଓଡ଼ିଆ ଗବେଷଣା ପରିଷଦ। କୋଉଠି ଅଛି? କଟକରେ ରହିଛି। ଆଗକୁ ଯିବା। ପ୍ରାଚୀ ସମିତି କେବେ ପ୍ରତିଷ୍ଠା ଲାଭ କରିଥିଲା? ଏ 1922, ବି 1924, ସି 1926, ଡି 1928। 14 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? 1926 ମସିହାରେ ପ୍ରାଚୀ ସମିତି ପ୍ରତିଷ୍ଠା ଲାଭ କରିଥିଲା। ପରବର୍ତ୍ତୀ ପ୍ରଶ୍ନ, ପ୍ରାଚୀ ସମିତି ଦ୍ୱାରା
କେଉଁ କାର୍ଯ୍ୟ ସମ୍ପାଦିତ ହେଉଥିଲା? କଣ କାମ ହେଉଥିଲା ପ୍ରାଚୀ ସମିତି ଦ୍ୱାରା? 15 ନମ୍ବର ପ୍ରଶ୍ନର ଉତ୍ତର ହବ ବି। କଣ? ଗ୍ରନ୍ଥର ଶୁଦ୍ଧ ପାଠ ଓ ମୁଖବନ୍ଧମାନ ରଚନା। ଏହା ହଉଛି ପ୍ରାଚୀ ସମିତି ଦ୍ୱାରା କାର୍ଯ୍ୟ ହେଉଥିଲା। ପରବର୍ତ୍ତୀ ପ୍ରଶ୍ନ। ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଥମ ଗବେଷଣା ନିବନ୍ଧ କେଉଁଠି? ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଥମ ଗବେଷଣା ନିବନ୍ଧ କେଉଁଠି? ଉତ୍ତର କଣ ହେବ? ଆଶ୍ଚର୍ଯ୍ୟ ଚର୍ଚ୍ଚା ଚୟ, ଡକ୍ଟର କରୁଣାକର କର। ପରବର୍ତ୍ତୀ ପ୍ରଶ୍ନ। କଳ୍ପନାର ଅଭିଷେକ। କଳ୍ପନାର ଅଭିଷେକ ଗବେଷଣା ପୁସ୍ତକର ସ୍ରଷ୍ଟା କିଏ? 17 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? ଏ ପ୍ରତିଭା ରାୟ, ବି ପ୍ରତିଭା ଶତପଥୀ, ସି କୃଷ୍ଣ ପ୍ରସାଦ ମିଶ୍ର, ଡି ଚିତ୍ତରଞ୍ଜନ ଦାସ। କଳ୍ପନାର ଅଭିଷେକ ଗବେଷଣା ପୁସ୍ତକର ସ୍ରଷ୍ଟା କିଏ? ପ୍ରତିଭା ଶତପଥୀ। ମନେ ରହିଲା, ପ୍ରତିଭା ଶତପଥୀ। ପରବର୍ତ୍ତୀ ପ୍ରଶ୍ନ। କିଏ ଓଡ଼ିଆ ସାହିତ୍ୟର ଇତିହାସ 1803 ରୁ 1820 ମସିହା ପର୍ଯ୍ୟନ୍ତ ଗବେଷଣା ସନ୍ଦର୍ଭ ପ୍ରସ୍ତୁତ କରି PhD ଡିଗ୍ରୀ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପ୍ରାପ୍ତ ହୋଇଥିଲେ? କିଏ ଓଡ଼ିଆ ସାହିତ୍ୟର ଇତିହାସ 1803 ରୁ 1820 ଗବେଷଣା ସନ୍ଦର୍ଭ ପ୍ରସ୍ତୁତ କରି PhD ଡିଗ୍ରୀ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପ୍ରାପ୍ତ ହୋଇଛନ୍ତି? ଉତ୍ତର କଣ ହେବ? 18 ନମ୍ବର ନଟବର ସାମନ୍ତରାୟ। ମନେ ରଖିବେ, ନଟବର ସାମନ୍ତରାୟ। ପରବର୍ତ୍ତୀ ପ୍ରଶ୍ନ 19 ନମ୍ବର ପ୍ରଶ୍ନ। ଡେସ୍କ୍ରିପ୍ଟିଭ ମର୍ଫୋଲୋଜି ଅଫ ଓରିଆ। ଡେସ୍କ୍ରିପ୍ଟିଭ ମର୍ଫୋଲୋଜି ଅଫ ଓରିଆ ଗବେଷଣା ପୁସ୍ତକର ଗବେଷକ କିଏ? 19 ନମ୍ବର ପ୍ରଶ୍ନ। ଉତ୍ତର କଣ ହେବ? ଗଗନେନ୍ଦ୍ର ନାଥ ଦାସ। ଡେସ୍କ୍ରିପ୍ଟିଭ ମର୍ଫୋଲୋଜି ଅଫ ଓରିଆ ଗବେଷଣା ପୁସ୍ତକର ଗବେଷକ ହେଉଛନ୍ତି ଗଗନେନ୍ଦ୍ର ନାଥ ଦାସ। 19 ନମ୍ବର ପ୍ରଶ୍ନ ଗଲା। ତାପରେ ଆସିଲା 20 ନମ୍ବର ପ୍ରଶ୍ନ। କେଉଁଠି ନିତ୍ୟାନନ୍ଦ ଶତପଥୀଙ୍କ ଗବେଷଣା ଗ୍ରନ୍ଥ? କେଉଁଠି ନିତ୍ୟାନନ୍ଦ ଶତପଥୀଙ୍କ ଗବେଷଣା ଗ୍ରନ୍ଥ? ସବୁଜରୁ ସାମ୍ପ୍ରତିକ। ମନେ ରଖିବେ, ସବୁଜରୁ ସାମ୍ପ୍ରତିକ। ପରବର୍ତ୍ତୀ ପ୍ରଶ୍ନ। ଭାରତୀୟ ସାହିତ୍ୟ କ୍ଷେତ୍ରରେ ସର୍ବପ୍ରଥମ ଗବେଷଣାତ୍ମକ ନିବନ୍ଧ କେଉଁଠି? 21 ନମ୍ବର ପ୍ରଶ୍ନ। ଭାରତୀୟ ସାହିତ୍ୟ କ୍ଷେତ୍ରରେ ସର୍ବପ୍ରଥମ ଗବେଷଣାତ୍ମକ ନିବନ୍ଧ କେଉଁଠି? ରାମଚରିତମାନସ ଓ ରାମାୟଣର ତୁଳନାତ୍ମକ ଅଧ୍ୟୟନ। ପରବର୍ତ୍ତୀ ପ୍ରଶ୍ନ। ଭାରତୀୟ ଭାଷା କ୍ଷେତ୍ରରେ ସର୍ବପ୍ରଥମ ଗବେଷଣାତ୍ମକ ସନ୍ଦର୍ଭ କେଉଁଠି? ଭାଷା କ୍ଷେତ୍ରରେ, ଭାରତୀୟ ଭାଷା କ୍ଷେତ୍ରରେ ସର୍ବପ୍ରଥମ ଗବେଷଣାତ୍ମକ ସନ୍ଦର୍ଭ କେଉଁଠି? 22 ନମ୍ବର ପ୍ରଶ୍ନ। ତାର ଉତ୍ତର କଣ ହେବ? ହିନ୍ଦୁସ୍ତାନୀ ଧ୍ୱନିତତ୍ତ୍ୱ। ମନେ ରଖିବେ, 22 ନମ୍ବର ପ୍ରଶ୍ନ ହିନ୍ଦୁସ୍ତାନୀ ଧ୍ୱନିତତ୍ତ୍ୱ। 23 ନମ୍ବର ପ୍ରଶ୍ନ। କେଉଁଠି ଭୁଲ? କେଉଁଠି ଭୁଲ? उत्तर हवा सी हिंदी काव्यों में निर्गुण संप्रदाय बेदिल एटा हवा भूल ताले ए सब आउ तीनोटी ऑप्शन ठीक हिंदुस्तानी ध्वनितत्व महिउद्दीन कादरी रामचरित मानस और रामायण रो तुलनात्मक अध्ययन एलपी तेसितरी सूरदासंक धार्मिक काव्य जनार्दन मिश्र ताले भूल कोडा सी हब भूल हिंदी काव्यों में निर्गुण संप्रदाय बेदिल बेदिल
ପରବର୍ତ୍ତୀ ପ୍ରଶ୍ନ ଓଡ଼ିଆ ଭାଷା ଓ ସାହିତ୍ୟ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟରେ ନିବନ୍ଧ ଉପସ୍ଥାପନ କରି ସର୍ବପ୍ରଥମ ଉପାଧି ପ୍ରାପ୍ତ ବ୍ୟକ୍ତି କିଏ? 24 ନମ୍ବର ପ୍ରଶ୍ନର ଉତ୍ତର ଆମେ ଆଲୋଚନା ବି କରିସାରିଛେ। କଣ ହବ ଉତ୍ତର? ଓଡ଼ିଆ ଭାଷା ଓ ସାହିତ୍ୟ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟରେ ନିବନ୍ଧ ଉପସ୍ଥାପନ କରି ସର୍ବପ୍ରଥମ ଉପାଧି ପ୍ରାପ୍ତ ବ୍ୟକ୍ତି ଜଣକ କିଏ? ଡକ୍ଟର କରୁଣାକର କର। ପରବର୍ତ୍ତୀ ପ୍ରଶ୍ନ କେଉଁଠି କୁଞ୍ଜବିହାରୀ ଦାସଙ୍କ ଗବେଷଣା ନିବନ୍ଧ? 25 ନମ୍ବର ପ୍ରଶ୍ନ କେଉଁଠି କୁଞ୍ଜବିହାରୀ ଦାସଙ୍କ ଗବେଷଣା ନିବନ୍ଧ? ଲୋକଗୀତ ଓଡ଼ିଆ ଲୋକଗୀତ ଓ କାହାଣୀ କୁଞ୍ଜବିହାରୀ ଦାସଙ୍କ ଗବେଷଣା ନିବନ୍ଧ। ଓଡ଼ିଆ ଲୋକଗୀତ ଓ କାହାଣୀ। କଣ ରହିଲା? ପରବର୍ତ୍ତୀ ପ୍ରଶ୍ନ ଆଗକୁ ଯିବା। ସେକ୍ସପିୟର ଓ କାଳିଦାସ ସେକ୍ସପିୟର ଓ କାଳିଦାସ ସାହିତ୍ୟରେ ତୁଳନାତ୍ମକ ପ୍ରବନ୍ଧ ପ୍ରସ୍ତୁତ କରି PhD ଲାଭ କରିଛନ୍ତି। ଏ ଚାରି ଜଣଙ୍କ ମଧ୍ୟରୁ କିଏ ସେକ୍ସପିୟର ଓ କାଳିଦାସଙ୍କ ସାହିତ୍ୟରେ ତୁଳନାତ୍ମକ ପ୍ରବନ୍ଧ ପ୍ରସ୍ତୁତ କରି PhD ଲାଭ କରିଛନ୍ତି? 24 ନମ୍ବର ପ୍ରଶ୍ନର ଉତ୍ତର କଣ ହବ? ମାୟାଧର ମାନସିଂହ। ମନେ ରଖିବେ ମାୟାଧର ମାନସିଂହ ସେକ୍ସପିୟର ଓ କାଳିଦାସଙ୍କ ସାହିତ୍ୟର ତୁଳନାତ୍ମକ ପ୍ରବନ୍ଧ ପ୍ରସ୍ତୁତ କରି PhD ଲାଭ କରିଛନ୍ତି। ପରବର୍ତ୍ତୀ ପ୍ରଶ୍ନ ଓଡ଼ିଆ ନାଟକ ଉଦ୍ଭବ ଓ ବିକାଶ ସନ୍ଦର୍ଭର ସ୍ରଷ୍ଟା କିଏ? ଓଡ଼ିଆ ନାଟକ ଉଦ୍ଭବ ଓ ବିକାଶ ସନ୍ଦର୍ଭର ସ୍ରଷ୍ଟା କିଏ? ଆଉଥରେ କହୁଛି ଓଡ଼ିଆ ନାଟକ ଉଦ୍ଭବ ଓ ବିକାଶ ସନ୍ଦର୍ଭର ସ୍ରଷ୍ଟା କିଏ? 27 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? ରତ୍ନାକର ଚଇନି। ମନେ ରହିଲା? ପରବର୍ତ୍ତୀ ପ୍ରଶ୍ନ ସାରଳା ମହାଭାରତରେ ଲୋକକଥା ସାରଳା ମହାଭାରତରେ ଲୋକକଥା ଗବେଷଣା ନିବନ୍ଧର ଗବେଷକ କିଏ? 28 ନମ୍ବର ପ୍ରଶ୍ନ କଣ ହବ? ଲଳିତ କୁମାର ଲେଙ୍କା। ସାରଳା ମହାଭାରତରେ ଲୋକକଥା ଗବେଷଣା ନିବନ୍ଧର ଗବେଷକ ହେଉଛନ୍ତି ଲଳିତ କୁମାର ଲେଙ୍କା। ପରବର୍ତ୍ତୀ ପ୍ରଶ୍ନ କେଉଁଠି ନଳିନୀ ପ୍ରଭା ମହାପାତ୍ରଙ୍କ ଗବେଷଣାତ୍ମକ ପ୍ରବନ୍ଧ? 29 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? ସାରଳା ମହାଭାରତରେ ଲୋକତତ୍ତ୍ୱ କେଉଁଠି ନଳିନୀ ପ୍ରଭା ମହାପାତ୍ରଙ୍କ ଗବେଷଣାତ୍ମକ ପ୍ରବନ୍ଧ? ଉତ୍ତର ହେବ ବି ସାରଳା ମହାଭାରତରେ ଲୋକତତ୍ତ୍ୱ। ପରବର୍ତ୍ତୀ ପ୍ରଶ୍ନ ଏବଂ ଆଜିର ଶେଷ ପ୍ରଶ୍ନ ମଧ୍ୟ କେଉଁଠି ଧନେଶ୍ୱର ମହାପାତ୍ରଙ୍କ ଗବେଷଣା ପୁସ୍ତକ? କେଉଁଠି ଧନେଶ୍ୱର ମହାପାତ୍ରଙ୍କ ଗବେଷଣା ପୁସ୍ତକ? ସାରଳା ମହାଭାରତର ଭାଷାତାତ୍ତ୍ୱିକ ଅନୁଶୀଳନ। ଧନେଶ୍ୱର ମହାପାତ୍ରଙ୍କ ଗବେଷଣା ପୁସ୍ତକର ନାମ କଣ? ସାରଳା ମହାଭାରତର ଭାଷାତାତ୍ତ୍ୱିକ ଅନୁଶୀଳନ। PDF ପାଇବାକୁ ଚାହୁଁଥିଲେ ଓଡ଼ିଆ ନେଟ୍ ଏଚିଭର୍ସ ଟେଲିଗ୍ରାମରେ ଜଏନ୍ କରିବେ। ଭିଡ଼ିଓ ଭଲ ଲାଗୁଥିଲେ ଓଡ଼ିଆ ନେଟ୍ ଏଚିଭର୍ସ ୟୁଟ୍ୟୁବ ଚ୍ୟାନେଲକୁ ସବସ୍କ୍ରାଇବ କରିବେ, ଲାଇକ୍ କରିବେ, ସେୟାର କରିବେ। ଧନ୍ୟବାଦ।